ଆଜି ଗୋଟିଏ ପରମେଶ୍ୱର ସୁନ୍ଦର ସମୟ ଦେଇଅଛନ୍ତି, ଯାହାକି ପ୍ରତ୍ୟେକ ଦିନ ପ୍ରଭୁଙ୍କ ବାକ୍ୟ କହିବା ପାଇଁ ମିଳୁଛି। ପ୍ରତ୍ୟେକ ଦିନ ନାହିଁ, ସପ୍ତାହକୁ ଥରେ ମିଳୁଛି, ଥରେ ଦୁଇଥର। ଗତ ସପ୍ତାହରେ ପ୍ରଚାର କରିଛି। ସମସ୍ତେ ଯେଉଁମାନେ ଶୁଣିଅଛ ସେମାନଙ୍କର ଉପରେ ପ୍ରଭୁ କାର୍ଯ୍ୟ ପାଇଁ ବାକ୍ୟ ବିଶ୍ୱାସ। ଆଜି ଗୋଟିଏ ଅଛି ଆତ୍ମାଙ୍କ ଫଳ, କିନ୍ତୁ ଆତ୍ମାଙ୍କ ଫଳ ଆତ୍ମିକ ବିଷୟରେ ଆଜି ସମସ୍ତେ ଜାଣିବାର ଅଛି। ଆଜି ଯାହାକି ଶରୀର ଅନୁସାରେ ବହୁତ ଲୋକ ଜୀବନଯାପନ କରୁଛନ୍ତି, ହେଲେ ଆତ୍ମାଙ୍କ ଫଳ ଜାଣିବାର ଅଛି। ମୁଁ ପଢ଼ି ଦେଉଛି। ଗାଲାତୀୟ 5:22-23 ଲେଖାଯାଇଛି। ତାପରେ ମୁଁ ଗଭୀର ବିଷୟ କହିବି। 5:22 ଗଲେ, କିନ୍ତୁ ଆତ୍ମାଙ୍କ ଫଳ ପ୍ରେମ, ଆନନ୍ଦ, ଶାନ୍ତି, ଦୀର୍ଘସହିତା, ପରୋପକାରିତା। 23 ଲେଖାଯାଇଛି ଭଦ୍ରତା, ବିଶ୍ୱସ୍ତତା, ମୃଦୁତା ଓ ଆତ୍ମସଂଯମ। ଏହି ସମସ୍ତ ବିରୁଦ୍ଧରେ କୌଣସି ବ୍ୟବସ୍ଥା ନାହିଁ। ଆଜି 22 କିନ୍ତୁ ଆତ୍ମାଙ୍କ ଫଳ ପ୍ରେମ। ଆଜି ପ୍ରଥମରେ ପ୍ରେମ ବୋଇଲେ ବହୁତ ପ୍ରକାର ପ୍ରେମ ଅଛି। ପ୍ରେମ ବୋଲେ ଗୋଟିଏ କ'ଣ ପାରିବାରିକ ପ୍ରେମ, ଯାହା ଗୋଟିଏ ବାପ ପୁଅରେ ପ୍ରେମ, ମା ପୁଅରେ ପ୍ରେମ, ଭାଇ ଭଉଣୀ, ଯାହାକି ଗୋଟିଏ ଫ୍ୟାମିଲି ପ୍ରେମ, ପାରିବାରିକ ପରିବାର ପ୍ରେମ। ଆଉ ପଇସାରେ ବି ପ୍ରେମ ରହୁଛି, ସାଙ୍ଗସାଥି, ବନ୍ଧୁ। ପ୍ରେମର ବିଷୟ ବହୁତ ଗଭୀର। ଏଇ ଜଗତରେ ଯେହେତୁ ଗୋଟେ ଅଛୁ ମାନେ, ଆମକୁ ପ୍ରେମ ଦରକାର। ଯଦି ପ୍ରେମ ନାହିଁ, ଆମର କିଛି ମୂଲ୍ୟ ନାହିଁ। ସେଥିପାଇଁ ଆମକୁ କ'ଣ ପ୍ରେମ। ଯେମିତି ଆମେ ନିଜର ବାପା ମାଆକୁ, ନିଜର ଭାଇ ଭଉଣୀକୁ, ନିଜ ସ୍ତ୍ରୀକୁ ପ୍ରେମ ଗୋଟେ ଭଲ କଥା, ତାଠୁ ବୋଲିକି ସତ୍ୟ ପରମେଶ୍ୱରକୁ, ଯୀଶୁ ଖ୍ରୀଷ୍ଟକୁ ପ୍ରେମ କରିବାର ଅଛି। ଯୀଶୁଙ୍କୁ ଯଦି ଆମେ ପ୍ରେମ କରୁନୁ, ଯୀଶୁଙ୍କର ଆଜ୍ଞା ଯଦି ଆମେ ମାନିକି ପାଳନ କରୁନୁ, ପରମେଶ୍ୱରଙ୍କ ବାକ୍ୟ ଜୀବନରେ ହେଉଛି, ଏଇଟା ହେଉଛି ପରମେଶ୍ୱର ପ୍ରେମ। ପରମେଶ୍ୱର ଯେଉଁ ଆମକୁ କହୁଛନ୍ତି, କେମିତି କହୁଛନ୍ତି? ବାକ୍ୟ ମାଧ୍ୟମରେ କହୁଛନ୍ତି। ସେଠି ପରମେଶ୍ୱର ବାକ୍ୟ ଯଦି ଆମେ ପାଳନ କରୁନୁ, ପରମେଶ୍ୱର ସନ୍ତାନ ହେଉଛୁ। ପରମେଶ୍ୱର ଯାହାକି ଅନନ୍ତ କାଳ ପ୍ରେମ। ଏହି ଜଗତରେ ଯିଏ ନିଜ ପରିବାରକୁ, ନିଜ ସାଙ୍ଗସାଥି, ନିଜ ବନ୍ଧୁମାନଙ୍କୁ ବେଶୀ ପ୍ରେମ କଲେ ଭଲ, କିନ୍ତୁ ତାଠୁ ଅଧିକ ପ୍ରେମ ପରମେଶ୍ୱରକୁ କରିବାର ଅଛି। ପରମେଶ୍ୱର ଯେମିତି ସାରା ଜଗତ ପାଇଁ ପ୍ରେମ କଲେ, ତାଙ୍କର ଅଦ୍ୱିତୀୟ ପୁତ୍ରକୁ ଦାନ କଲେ, ସେଥିପାଇଁ ଆମ୍ଭେମାନେ ବି ଯେ ଅଧିକ ସମୟ ପରମେଶ୍ୱରକୁ ଦେବାର ଅଛି। ପ୍ରଥମ ସ୍ଥାନ ପରମେଶ୍ୱରକୁ ଦିଅ। ପ୍ରଥମରେ ପରମେଶ୍ୱର ଧନ୍ୟବାଦ ଦିଅ। ପରମେଶ୍ୱରକୁ ମୁଁ ତୁମକୁ ପ୍ରେମ କରୁଛି ବୋଲି, ପ୍ରଭୁକୁ ଆମକୁ ଦେବା କିଛି ନାହିଁ, କିନ୍ତୁ ଆମେ ପ୍ରେମ ବୋଲି କ'ଣ? ପ୍ରଭୁଙ୍କର ଯେତେବେଳେ ଆଜ୍ଞାବହ ହେବା, ପ୍ରଭୁଙ୍କର ଇଚ୍ଛାରେ ଜୀବନ କାଟିବା। ଯଦି ଆମକୁ ଜଣେ ପ୍ରେମ କରୁଛି ବୋଲି କ'ଣ, ବାପା ମା ଯେମିତି ଆମକୁ ପ୍ରେମ କରୁଛନ୍ତି, ଆମକୁ ଶାସନ କ'ଣ ପାଇଁ? ଯଦି ମୋର ପୁଅ କି ଝିଅ ଉତ୍ତମ ରାସ୍ତାରେ ଯିବା। ସେଥିପାଇଁ ପରମେଶ୍ୱରଙ୍କୁ ଦ୍ୱାରା ଯଦି ଆମେ ବିଶ୍ୱସ୍ତରେ ବଢ଼ୁଛୁ, ପରମେଶ୍ୱର ଆଜ୍ଞା ବହିକି, ଏଇଟା ହେଉଛି ପ୍ରେମ, ଯାହାକି ଅନନ୍ତ କାଳ ପ୍ରେମ। ଜହନ 3:16 ଲେଖାଯାଏ ଅନନ୍ତ କାଳ ପ୍ରେମ ବୋଲି, ଅନନ୍ତ ଜୀବନ। ତାପରେ କ'ଣ ଲେଖାଯାଇଛି? ଦ୍ୱିତୀୟରେ ଆନନ୍ଦ। ଆଜି ବିଭିନ୍ନ ଦୁଇ ପ୍ରକାର ଆନନ୍ଦ ଅଛି। ସତ୍ୟରେ ଆନନ୍ଦ କରିବାର ଅଛି। ଆଜି ଯେଉଁଥିରେ କିଛି ମୂଲ୍ୟ ନାହିଁ, ଆଜି ଯେଉଁଟା ଖରାପ ଜିନିଷରେ ଆମେ ଆନନ୍ଦ କଲେ କିଛି ଲାଭ ହେବ ନାହିଁ। ଆଜି ଦେଖ, ବିଭିନ୍ନ ଜାଗାରେ ଜଣେ ଗୋଟେ ସତ୍ୟର କଥା କହୁଥିବ, ଗୋଟେ ଭଲ ଉପକାର କରୁଥିବ, ସେଥିରେ ଆମେ ଆନନ୍ଦ କରୁନାହିଁ। ଯେନ୍ତା ଫାଲତୁ ଜିନିଷ, ଖରାପ ଜିନିଷ, ଖରାପ କାର୍ଯ୍ୟ ପାଇଁ ଆନନ୍ଦ କଲେ କିଛି ଲାଭ ନାହିଁ। ହେଲେ ସତ୍ୟରେ ହିଁ ଆନନ୍ଦ କର। ସତ୍ୟରେ ଯଦି ଆମେ ଆନନ୍ଦ କରୁ, ବହୁତ ଆମକୁ ଆଶୀର୍ବାଦ ଅଛି। ଆମେ ଜଣକୁ ମଜା ଉଡ଼େଇବା, ଜଣକୁ ଅପମାନିତ କରିବା, ଜଣକୁ ଲଜ୍ଜା କରିକି ଆମେ ଆନନ୍ଦ କରୁ, କିଛି ଲାଭ ନାହିଁ।
ଆମେ ଏମିତି ଗୋଟେ ଆନନ୍ଦ କରୁ ଯେ ଆପଣମାନେ ଯାହାକି ଆପଣମାନଙ୍କୁ ଦେଖି ଅନ୍ୟମାନେ ଆନନ୍ଦ ହେବେ। ଆପଣମାନେ ଆନନ୍ଦରେ ଅନ୍ୟମାନେ ଆନନ୍ଦ ପାଇକି ଗୋଟେ ଖୁସିରେ ରହିପାରିବେ। ଆଜି ଆନନ୍ଦ ଦୁଇ ପ୍ରକାର। କେବଳ ବହୁତ ଲୋକ ସତ୍ୟରେ ଆନନ୍ଦ କରୁଛନ୍ତି, ଆଉ ବହୁତ ଲୋକ ଖରାପରେ ଆନନ୍ଦ କରିବାର ଭଲ ନାହିଁ। କେବଳ ସତ୍ୟରେ ଆନନ୍ଦ କରନ୍ତୁ। ଶାନ୍ତି, ଆଜି ଶାନ୍ତି ଭଳିଆ ଜିନିଷ, ଶାନ୍ତିରେ ରହିବା ଗୋଟେ ପରିବାର, ଗୋଟିଏ ଫ୍ୟାମିଲି କି ଜଣେ ବି ଦେଖିବାର ବହୁତ କଷ୍ଟକର। ଶାନ୍ତି କେବଳ ଦେବା ଭଳିଆ କେହି ନାହିଁ ଜଗତରେ। ନିଜ ପିତା କି ମାତା କି ନିଜ ଭାଇ କି ଭଉଣୀ କି ପଇସା କି କିଏ ବି ଆପଣଙ୍କୁ ଶାନ୍ତି ଦେଇପାରିବେ ନାହିଁ। ଆଜି ଆପଣ ଯେକୌଣସି ଭାବୁଛନ୍ତି ମୋର ପାଖରେ ପଇସା ରହିଲେ ମୁଁ ଶାନ୍ତିରେ ରହିବି, କି ମୁଁ ଗୋଟେ ଚାକିରି ପାଇଲେ ଶାନ୍ତିରେ ରହିବି, କି ଗଭର୍ଣ୍ଣମେଣ୍ଟ ଗୋଟେ ହଲିଆ ରହିଲେ ଶାନ୍ତି ପାଇ, କେବେ ନାହିଁ। କେବଳ ଶାନ୍ତି ଯେଉଁମାନେ ପରମେଶ୍ୱରଙ୍କ ସହିତ ଅଛନ୍ତି, ଯେଉଁମାନେ ପରମେଶ୍ୱରଙ୍କ ଆଜ୍ଞା ବହୁଛନ୍ତି, ଯେଉଁମାନେ ପରମେଶ୍ୱର ପ୍ରାର୍ଥନା କରୁଛନ୍ତି, ପରମେଶ୍ୱର ଧ୍ୟାନ ଦେଉଛନ୍ତି, ସେମାନେ ହିଁ ଶାନ୍ତି ପାଇପାରିବେ। ଆଜି ବହୁତ ଲୋକ ଏହି ଶାନ୍ତିର ବିଷୟ ପାଇପାରୁ। ହଁ, ଆଜି ଆପଣ ସବୁ କିଛି ଚାହିଁପାରେ, ଶାନ୍ତିରେ କେବେ ରହିପାରିବ ନାହିଁ। ସେଥିପାଇଁ ପରମେଶ୍ୱରକୁ, ପ୍ରଭୁ ମୋତେ ସାନ୍ତ୍ୱନା ଦିଅ ଶାନ୍ତିରେ ରହିବା ଲାଗି ବୋଲିକି। ତାପରେ କ'ଣ ଲେଖାଯାଇଛି? ଦୀର୍ଘ ସହିଷ୍ଣୁତା। ଦୀର୍ଘ ସହିଷ୍ଣୁତା ବୋଲେ କ'ଣ? ଆମେ ସହିବାର ଅଛି। ଆମେ ଯେତିକି ସହିବା, ଯେତିକି ଆମେ ଜଣେ କହୁଛି କି ଜଣେ ଆମକୁ ଅପମାନ କରୁଛି, ଯାହା କରୁଛି ଆମେ ସହୁଛୁ, ତାପରେ ଆମେ ଦୀର୍ଘ ସହିଷ୍ଣୁତା ହେଇପାରିବା। ଆମକୁ ଜଣେ କହିଦେଲା ବି ସେଥିରେ ଆମେ ନୀରବ ହେଇଯାଉଛୁ, ଆମେ ଯାହା ଦୀର୍ଘ ସହିଷ୍ଣୁତା, ଯାହାକି ଯୀଶୁ ଖ୍ରୀଷ୍ଟ ବି ସହିଥିଲେ। ଯୀଶୁ ଖ୍ରୀଷ୍ଟକୁ ଆମେ ଯଦି ଦେଖିବା, ଯୀଶୁ ଜନ୍ମରୁ 33.5 ବର୍ଷ ବେଳକୁ ସେମାନେ ଧୈର୍ଯ୍ୟ ଧରିଥିଲେ। ସେମିତି ଆମେ ଦୀର୍ଘ ସହିଷ୍ଣୁତା, ଯାହାକି ଆମକୁ ଦେଖିକି ଅନେକ ଲୋକ ଜାଣିପାରିବେ ଯେ ପରମେଶ୍ୱର ସନ୍ତାନ। ଦୀର୍ଘ ସହିଷ୍ଣୁତା, ଆଜି ସହିବାଟା ବହୁତ କମ୍। 100%ରୁ 1% ବି ଦୀର୍ଘ ସହିବାର ଧୈର୍ଯ୍ୟ ନାହିଁ। ବାପା କହିଲା ପୁଅ ପଡ଼ିଯାଏ, ପୁଅ ଯଦି କହିଲେ ବାପା ଏମିତି ନାହିଁ, ଯେହେତୁ ବଡ଼ମାନଙ୍କୁ ଆମେ ଆଜ୍ଞା ବହବାର ଅଛି। ଯେହେତୁ ବଡ଼ମାନେ ବାପା କି ମା ଯଦି ଆମକୁ ଶିକ୍ଷାରୁ ଉତ୍ତମ ଶିକ୍ଷା ଦେଇକି ନେଉଛନ୍ତି, ଯାହାକି ଯେଉଁମାନେ ପରମେଶ୍ୱରକୁ ବିଶ୍ୱାସ କରୁଛ, ପ୍ରଭୁଙ୍କ ଦାସରେ ଆପଣ ନିଜ ନିଜ ବାଳକମାନେ ନିଜ ମନରେ ଶିକ୍ଷା ଦେବେ, ସେଟା ମାନିବାର ଅଛି। ସେଟା ଯଦି ମାନିକି ସହିକି ଯଦି ଆଗକୁ ବଢ଼ିବ, ଯାଇକି ଉତ୍ତମ ଗୋଟେ ପ୍ରଭୁଙ୍କର ସନ୍ତାନ ହୋଇପାରିବ। ଯେମିତି ନିଜ ପିତାମାତା ଆପଣ ଯତ୍ନ ନେଉଛନ୍ତି, ଗୋଟେ ବାଳକ ଯାହାକି ଆପଣଙ୍କୁ ବି ଯତ୍ନ ଦିଏ ଆତ୍ମିକ ବିଷୟରେ। ପରକାରିତା, ଆଜି ବହୁତ ଲୋକ ନିଜର ସ୍ୱାର୍ଥ ଚେଷ୍ଟା କରୁଛନ୍ତି। ପରକାରିତା, ପରର ଉପକାର କର, ଖାଲି କଥା କହିଦେଲେ ହେବ ନାହିଁ। କିଛି କିଛି ଜାଗାରେ ଦେଖୁଛି କଥା କହିଦେବେ ବହୁତ ସୁନ୍ଦର ଭାବରେ, କେବଳ ଦେଲା ବେଳ କିଛି ନାହିଁ। ପରକାରୀ, ଯାହାକି ସମସ୍ତଙ୍କ ପାଇଁ ଗୋଟେ ପରକାରିତା, ଯାହାକି ଅନ୍ୟର ଉପକାର କର। ଜଣେ ଯଦି ଭଲରେ ବଞ୍ଚୁଛି, ତାକୁ ଆହୁରି ଭଲ ଦେଖାଅ, ଭଲ ରାସ୍ତା। ଆଉ ଜଣେ ଯଦି ତାକୁ କିଛି ବୁଦ୍ଧି ଦିଶେ, ତାକୁ ଭଲ ବୁଦ୍ଧି ଦେଖାଅ, ଭଲ ଶିକ୍ଷା ଦିଅ, ଭଲ ଉତ୍ତମ ଭାବରେ ଜଣଙ୍କ ଉପକାର ପାଇଁ, ଯାହାକି ପରମେଶ୍ୱର ତାଙ୍କର ପୁତ୍ରକୁ ଏହି ଜଗତକୁ ପଠାଇଥିଲେ। କ'ଣ ପାଇଁ? ଆଜି ଏହି ମାନବ ଜାତି ବଞ୍ଚିବା ପାଇଁ। ସେଥିପାଇଁ ଆମେ ବି ଅନ୍ୟର ଉପକାର କରିବାର ଅଛି, ଅନ୍ୟ ପାଇଁ ଆମେ ଉପକାର କରିବାର ଅଛି। ଯାହାକି ଆମେ ଦେଖୁଅଛୁ ସାଧାରଣ ହିସାବରେ ମହାତ୍ମା ଗାନ୍ଧୀ ବିଷୟକୁ, ଡକ୍ଟର ଆମ୍ବେଦକରକୁ, ଯାହାକି ଜଗତରେ ଆମର ଭାରତରେ କେତେ କେତେ ଗୋଟେ ମୁଖ୍ୟ ପୁରୁଷମାନଙ୍କୁ ବି। ସେଥିପାଇଁ ଆମେ ପରର ଉପକାର କରିବାର ଅଛି।
ଯେମିତି ପରମେଶ୍ୱରଙ୍କ ପୁତ୍ର ଯୀଶୁଖ୍ରୀଷ୍ଟ ସ୍ୱର୍ଗ ଛାଡ଼ିକି ଏଇ ଜଗତକୁ ଆସିଲେ ଏଇ ମାନବ ପାଇଁ ବଞ୍ଚିବା ପାଇଁ, ସେଥିପାଇଁ ଆମେମାନେ ଅନ୍ୟର ଉପକାର କରିବାର ଅଛି। ନିଜର ସୁବିଧାକୁ ଦେଖ ନାହିଁ, ନିଜ ଜୀବନକୁ ଆମେ ଯେମିତି ଦେଖୁଛୁ, ନିଜର ଫ୍ୟାମିଲିକୁ, ନିଜର ବାପା ମାଆକୁ, ନିଜ ପୁଅ ଝିଅକୁ, ନିଜ ସ୍ତ୍ରୀକୁ ଯେମିତି ଦେଖୁଅଛୁ, ଆମେ ଅନ୍ୟର ଫ୍ୟାମିଲିକୁ, ଅନ୍ୟର ସମାଜକୁ ଆମେ ଦେଖିବାର ଅଛି। ମଣିଷ ଗୋଟେ ବହୁତ ଯାହାକି ଶ୍ରେଷ୍ଠ ଜୀବନ, ମଣିଷକୁ ଆମେ ଗୋଟେ ଭଲ ରାସ୍ତା ଦେଖିବାର ଅଛି। ଆଜିର ମୁଁ ଦେଖୁଛି ଯେ ଯାହାକି ଆମର ଓଡ଼ିଶା ପାଇଁ, ଆଜି ଓଡ଼ିଶାରେ ଅନ୍ୟର ଉପକାର କଲା ବେଳେ କେହି ନାହାନ୍ତି। ସେଥିପାଇଁ ଆପଣମାନଙ୍କୁ ସମସ୍ତଙ୍କୁ ଯେ ଅନ୍ୟର ଉପକାର କର। ଅନ୍ୟ ବିରୋଧରେ ଜଣେ ଭଲରେ ବଞ୍ଚ, ତାର ଗୁଡ଼ ଝିକ ନାହିଁ, ସେ ଭଲରେ ବଞ୍ଚୁ। ଯଦି ଆମେ ଭଲରେ ବଞ୍ଚିଲା, ଆଉ ଗୋଟେ ଆମର ପଡ଼ୋଶୀ ପରିବାରକୁ କି ଗାଁକୁ, ନିଜର ସାଙ୍ଗସାଥିକୁ ଆମେ ବି ଶିକ୍ଷା ଦେବାର ଯେ ତୁମେ ଭଲ କର୍ମ କର, ଭଲରେ ବଞ୍ଚ, ଭଲରେ ଆଗକୁ ବଢ଼। ଏମିତି ଭାବରେ ସେ ମୋର ଅଣ୍ଡରରେ ରହିକି, ମୋର ସ୍ୱାଧୀନ ରହିକି ସେ ମୋ ଠାରେ ହଲିଆ ରହିଥାଉ, ନୌକର ଖୋଜ, ଏମିତି ଭାବ ନାହିଁ। ତାକୁ ବି ଏମିତି ଶିକ୍ଷା ଦିଅ ଯେ ସେ ବି ଦିନରେ ଆଗାମୀ ଜଣେ ମାଲିକ ହୋଇପାରିବ, ସେ ଦିନରେ ଆଗାମୀ ଗୋଟେ ବଡ଼ ଲୋକ ହୋଇପାରିବ। ସେମିତି ଆମେ ଅନ୍ୟକୁ ପରର ଉପକାର କରିବାର ଅଛି। ହାଲେଲୁୟା। ତାପରେ ଭଦ୍ରତା। ଭଦ୍ରତା ଖାଲି କଥା କହିଦେଲେ ହେବ ନାହିଁ, ଡ୍ରେସ୍ ପିନ୍ଧିଦେଲେ ହେବ ନାହିଁ। ଭଦ୍ରତା ଯେମିତି ଆପଣ କଥା ପଦେ କହିଦେଲେ ଯେମିତି ଆଗରେ ପଛରେ ଦେଖିକି ଜାଣୁଛନ୍ତି କି ଭଦ୍ରତା। ଖାଲି କଥା ଚିକନେଇକି କହିଦେବ, ପଛରେ ଯାଇକି କହୁଥିଲେ ଏଇ ଲୋକ ଖାଲି ଦେଖାନିଆ କଥା, ଦେଖାନିଆ କହୁଛି, ଦେଖାନିଆ। ସେତେବେଳେ ଭଦ୍ରତା ଯେମିତି, ଏମିତି କଥା କୁହ ଯେମିତି କହିବ ସେମିତି କରିବାର ଅଛି। ଭଦ୍ରତା ଯାହାକି ମୁଁ ଆଜି କହୁଛି ଯେ ବଡ଼ ସମାଜକୁ ଭଦ୍ରତା ବୋଲି କହୁଛନ୍ତି ଆମ ଲୋକାଲ ଏରିଆରେ। ସେମିତି ଆମେ ଭଦ୍ରତା କହିବାର ଅଛି। ବଡ଼ ସମାଜ ନାକି ସମସ୍ତଙ୍କ ଭଦ୍ରତା। ଭଦ୍ରତା ପୁରା ଶୁଦ୍ଧ ପବିତ୍ରରେ ଭଦ୍ରତା ଯେମିତି ଆମର କଥା, ଆମର ବ୍ୟବହାର ସବୁ କିଛି ଭଦ୍ରତା ଭଳି ଭାବରେ ଅଛି। ବିଶ୍ୱସ୍ତା, ବିଶ୍ୱାସ, ବିଶ୍ୱସ୍ତା, ବିଶ୍ୱସ୍ତା ବୋଲେ ବିଶ୍ୱାସ, ଯାହାକୁ ଯେଉଁ କଥା କହିବା ସେଇଟା କରିବାର ଅଛି। ତାପରେ ଆଜି ଆମେ କହୁଛୁ, ଆଜି କହୁଛ ଗୁଟେ କରୁଛ ଗୁଟେ, ସେଟା ବିଶ୍ୱସ୍ତା ନାହିଁ। ଆଜି ନିଜ ପିତା ମାତାକୁ ଆମେ ବି ଠକିକି ଯାଉଛୁ ମିଥ୍ୟା କହିକି। ନିଜ ଗୁରୁଜନ ମାନଙ୍କୁ ବି ଆମେ ମିଥ୍ୟା କହିଯାଉଛୁ, ନିଜ ପାଳକ ମାନଙ୍କୁ ବି କାହାକୁ ମିଥ୍ୟା କୁହ ନାହିଁ। ନିଜ ବଡ଼ ଭାଇମାନଙ୍କୁ, ନିଜ ବଡ଼ ଦିଦିମାନଙ୍କୁ ବି ମିଛ କୁହ ନାହିଁ। ବିଶ୍ୱସ୍ତାର ଯେଟା କହିବ ସେଟା କରିବାର ଅଛି, ତାପରେ ବିଶ୍ୱସ୍ତ ହୋଇପାରିବ। ଯେମିତି ଈଶ୍ୱରକୁ ଆମେ ଯାହାକି ଦେଖୁଛୁ, ଯେମିତି ଈଶ୍ୱର ତାଙ୍କର ଅଦ୍ୱିତୀୟ ପୁତ୍ରକୁ ଜଗତକୁ ଦାନ କଲେ, ଯାହା କହିଥିଲେ ଈଶ୍ୱର ଯୀଶୁଖ୍ରୀଷ୍ଟକୁ, ଯୀଶୁଖ୍ରୀଷ୍ଟ ତାହା ଜଗତରେ ପାଳନ କଲେ। ସେଇଟା କୁହାଯାଏ ବିଶ୍ୱାସ, ବିଶ୍ୱସ୍ତା। ବିଶ୍ୱାସ କରୁଛନ୍ତି, ବିଶ୍ୱାସରେ କାମ କରିବୁ କି କେବଳ ବିଶ୍ୱାସ କହିବାର ସତ, କରିକି ଚାଲିବାଟା ବହୁତ କଷ୍ଟ। ବିଶ୍ୱାସ ଯାହାକୁ ଯୋଉଟା କହିବ ସବୁଥିରେ ବିଶ୍ୱାସ, ଯେଟା ଉପକାର ଜିନିଷ, ଯୋଉଟା ମୂଲ୍ୟବାନ ଜିନିଷ, ସେଇଥିରେ ହିଁ ବିଶ୍ୱାସ କରେ। ସବୁଥିରେ ବିଶ୍ୱାସ କରେ ଭୁଲ ବି, ଯେଟା ଆମ ପାଇଁ ଉପକାର, ଯାହାକି ପ୍ରଭୁଙ୍କ ସନ୍ତାନ ମାନଙ୍କୁ କହୁଛି, ଯେଉଁମାନେ ପରମେଶ୍ୱରକୁ ବିଶ୍ୱାସ କରୁ ସେମାନଙ୍କୁ ବିଶ୍ୱାସ, ଯେହେତୁ ଆମେ ବିଶ୍ୱାସ କରୁ, ଯେଟା ଉତ୍ତମ ଜିନିଷରେ ବିଶ୍ୱାସ କରାଯାଏ, ସବୁଥିରେ ବିଶ୍ୱାସ କରେ ଭୁଲ। ମୂର୍ଦ୍ଧତା ଯିଏ ଯାହା କଲେ ଆମେ ସହିବାର ଶକ୍ତି ରହିବାର ଅଛି, ଧୈର୍ଯ୍ୟ ଧରିବାର ଅଛି, ଯାହାକି ତାପରେ ମୂର୍ଦ୍ଧତା ଓ ଆତ୍ମସଂଯମ। ଆତ୍ମସଂଯମ ଆମର ଧୈର୍ଯ୍ୟ ରହିବାର ଅଛି। ଯିଏ ଯାହା କହିଲେ ବି ଆମେ ଧୈର୍ଯ୍ୟ ଧରିକି ରହିବା, ତାପରେ ଆମେ ଆଗକୁ ବଢ଼ିପାରିବା ପ୍ରଭୁଙ୍କର ଠାରେ।
ଆଜି ବହୁତ ଲୋକ କମ୍ ଅଛନ୍ତି ଆତ୍ମସଂଯମ। ଏଇ ଆତ୍ମସଂଯମ ହିଁ ବହୁତ ହଇରାଣ କରି ଆତ୍ମା ସଂଯମକୁ ସୁରକ୍ଷିତ ରଖିବାର ଅଛି। ଯେତେବେଳେ ଆମର ଆତ୍ମସଂଯମ, ଆମର କଥାବାର୍ତ୍ତା, କାମ ଧନ୍ଦା ସବୁଥିରେ, ପ୍ରାର୍ଥନାରେ, ବାଇବେଲ ଧ୍ୟାନରେ, ସବୁଥିରେ ଆତ୍ମସଂଯମ କରିବାର ଅଛି। କାମରେ ବି, ଫ୍ୟାମିଲିରେ ବି, ସବୁଥିରେ ଗୋଟେ ସୀମା ଅଛି। ସୀମା ଭିତରେ ରହିବାର ଅଛି, ସୀମା ବାହାରକୁ ହେବାର ନାହିଁ। ଯାହାକି ତାପରେ କ'ଣ, ଏହି ସମସ୍ତ ବିରୁଦ୍ଧରେ କୌଣସି ବ୍ୟବସ୍ଥା ନାହିଁ। ଏହି ସମସ୍ତ ବିରୁଦ୍ଧରେ ଏହି ସମସ୍ତ ବିରୁଦ୍ଧରେ କୌଣସି ବ୍ୟବସ୍ଥା ନାହିଁ। ଏତିକି ଜିନିଷ ଆପଣମାନେ ପାଳନ କରିବାର ଅଛି। ଏତିକି ଜିନିଷ ଯେତେବେଳେ କରିପାରିବ, ତାପରେ ଅନ୍ୟର ଉପକାର କରିପାରିବ। ଯାହାକି ଆପଣ ଦ୍ୱାରା ଅନ୍ୟମାନେ ପ୍ରକାଶ ହେଇକରି ପରମେଶ୍ୱରକୁ ଜାଣେ, ଯୀଶୁ ଖ୍ରୀଷ୍ଟକୁ। ଯେଉଁମାନେ ଆଜି ଯୀଶୁ ଖ୍ରୀଷ୍ଟକୁ ବିଶ୍ୱାସ, ସେମାନଙ୍କ ପାଇଁ, ଯେଉଁମାନେ ବିଶ୍ୱାସ ସେମାନଙ୍କ ପାଇଁ ବି ଆଜି ଦେଖା କର ନାହିଁ, କିନ୍ତୁ ନିଜ ଜୀବନରେ ଏହି ଫଳବାନ ସଂଗ୍ରହ କର। ତାପରେ ଯାହାକି ଆଉ ଗୋଟେ ବାକ୍ୟ ଲେଖାଯାଇଛି, ଆଉ ଗୋଟେ ବାକ୍ୟ କହିକି ସମାପ୍ତ କରିବି। ଠିକ୍ ଅଛି, ମାଥ୍ୟୁରେ ଲେଖାଯାଇଛି ଯେ ଯଦି ଆମେ ଏତିକି ଜିନିଷ ପାଳନ କରିବା ବହୁତ କଷ୍ଟ, କିନ୍ତୁ ମାଥ୍ୟୁରେ ଲେଖାଯାଇଛି ଆପଣା ପ୍ରତିବାସୀକୁ ଆତ୍ମତୁଲ୍ୟ ପ୍ରେମ କର। ଯେତେବେଳେ ଆମେ ପ୍ରତିବାସୀକୁ, ଗୋଟିଏ ପରିବାରକୁ ଯେତେବେଳେ ଆମେ ଆତ୍ମତୁଲ୍ୟ ପ୍ରେମ କରିବା, ତାପରେ ଏମିତି ଆମେ ଜଣଙ୍କର ଉପକାର କରିପାରିବା। ସେଥିଲାଗି ଜଣକୁ ପ୍ରେମ ଯଦି ଆମେ କରୁଛୁ, ପ୍ରେମ ବୋଲି କ'ଣ ବାପ ପରି ପ୍ରେମ। ପ୍ରେମ ଭଲ ଅଛି, ଖରାପ ଅଛି, କିନ୍ତୁ ଖରାପ ନାହିଁ। ଗୋଟେ ପ୍ରେମରେ କଥା, ଗୋଟେ ଆଦରରେ କଥା। ଯେମିତି ଆମେ ଜଣକୁ ପ୍ରେମ କରିବା, ଏମିତି ଯେ ଆମର ବିରୋଧୀ କେବେ ହେଇପାରିବ ନାହିଁ। ଯେମିତି ପ୍ରତିବାସୁ ଆତ୍ମତୁଲ୍ୟ ପ୍ରେମ କର, ପୁରା ସମ୍ପୂର୍ଣ୍ଣ ଶରୀର, ପ୍ରାଣ, ଆତ୍ମା ପ୍ରଭୁଙ୍କୁ ସମର୍ପଣ ବିଶ୍ୱାସ କର। এই ଯୋଡ଼େ ଆଜ୍ଞା ବହୁତ ମୂଲ୍ୟବାନ। ହାଲେଲୁୟା। এই ଛୋଟିଆ ବାକ୍ୟ ଦେଇ ପ୍ରଭୁ ସମସ୍ତଙ୍କୁ ଆଶୀର୍ବାଦ କରନ୍ତୁ। ପ୍ରାର୍ଥନା କରିକି ସମାପ୍ତ କରିବା। ହାଲେଲୁୟା। ଧନ୍ୟବାଦ ଯୀଶୁ, ପବିତ୍ର ପରମେଶ୍ୱର ପ୍ରଭୁ, ଦିନ ଆତ୍ମିକ ଫଳ ବିଷୟରେ କରି ବାପା, ଏ ଆତ୍ମିକ ଫଳରେ ପ୍ରଭୁ ସମସ୍ତଙ୍କୁ ଚାଲିବାରେ ସାହାଯ୍ୟ ବାପା। ପ୍ରଭୁ ଏ ବାକ୍ୟ ମାଧ୍ୟମରେ ଜୀବନ କାତିରେ ବାପା ଅଧିକରୁ ଅଧିକ ଆଗକୁ ବଢ଼ି ତୁମେ ଧନ୍ୟବାଦ ଯୀଶୁ ପ୍ରଭୁ। ପ୍ରାର୍ଥନା ଶୁଣି ଛୋଟ ପ୍ରାର୍ଥନା ପ୍ରଭୁ ଯୀଶୁ ଆଗକୁ ଅଛି। ଆମେନ୍।